ଆଜିକା ହେଲା ମେ 8 ତାରିଖ ଶୁକ୍ରବାର ଦିନ ଆର୍ ଆପଣ ମାନେ ଦେଖୁଛନ୍ ସମ୍ବଲପୁରୀ ନ୍ୟୁଜ୍। ତାହେଲେ ଆସୁନ୍ ଦେଖମା ଆଜିର ଖବର କାଣା କାଣା ଅଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ କୃଷି ବିଦ୍ୟାନିଧି ଯୋଜନା। ଇ ଯୋଜନାରେ ଯେନ୍ ଛୁଆମାନେ ପାଠ ପଢ଼ୁଥିବେ ସେମାନକେ ସ୍କଲାରସିପ୍ ପଇସା ଦିଆଯାଏସି। ଇ ଯୋଜନାରେ କେନ୍ ମାନେ ଯୋଗ୍ୟ ହେବେ, ଯାହାର ମା ବୁଆ ସିଏମ୍ କିଷାନ ଟଙ୍କା ପାଉଥିବେ ସେମାନେ ଇ ଯୋଜନାରେ ପାଇପାରବେ ସ୍କଲାରସିପ୍ ପଇସା। ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ପଇସାଟା ବଢ଼ିଛି। ଯେନ୍ ବୁଢ଼ା ବୁଢ଼ୀ ମାନକେ 80 ବରଷନୁ ଉପରେ ହେଇଛି କି ଯାହାର ବିକଲାଙ୍ଗ ସାର୍ଟିଫିକେଟ୍ରେ 80%ରୁ ଅଧିକା ଅଛି ସେମାନକେ ଇଥର ଭତ୍ତା ମିଲବା 3500। ଯେନ୍ ମାନେ ଆଗରୁ ପାଇଛନ୍ 1000 ଟଙ୍କା ସେମାନେ ଇଥର ପାଇବେ 3500। ଆମର୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦଉନ୍ ଆର୍ ଭିଡ଼ିଓକେ ଲାଇକ୍ କରବାରଟା ନାଇଁ ଭୁଲବେ। ଓଡ଼ିଶାନ ଫିର୍ ଦେଖାଯାଇଛି ଗ୍ୟାସ୍ର ଅସୁବିଧା। ଏବାର ସପ୍ତାହନୁ ଗ୍ୟାସ୍ ରେଟ୍ଟା ବଢ଼ିପାରେ। ଆଜିକା ଗ୍ୟାସ୍ ରେଟ୍ 940 ଟଙ୍କା ଅଛି, ହେଲେ ଏବାର ସପ୍ତାହନୁ ଇ ରେଟ୍ଟା ବଢ଼ିପାରେ। ଇଥର ରବି ସିଜନ୍ରେ ଧାନ ବିକ୍ରି ରେଜିଷ୍ଟ୍ରେସନରୁ ନାଁ କଟିଯିବାର୍ନୁ ଚାଷୀମାନେ ଆଜିକା ଆନ୍ଦୋଳନ କରିବେ। ଲୋକସରା, ଜୟପାଟନା ଆର୍ ଧରମଗଡ଼ ଚାଷୀମାନେ ଏଜକା ଆନ୍ଦୋଳନ କରିବେ। ସରକାରୀ ବେସରକାରୀ ଅଫିସ ଆର୍ ଦୁକାନ ବଜାର ସବୁ ବନ୍ଦ ରହିବା ବୋଲିକରି କୃଷକ ସଂଘରୁ ଘୋଷଣା କରିଛନ୍। ଆମର୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଲିର MLA। ହିଞ୍ଜିଲିରେ ଗୁଟେ ଗର୍ଭବତୀ ମହିଳାକେ ମାରି ଦେଇଛନ୍। ଇ ଘଟଣାକେ ନେଇକରି ସେ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀକେ କହିଛନ୍। ଇଥିର୍ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାର୍ ସଙ୍ଗେ ସଙ୍ଗେ ଅପରାଧୀକେ ଦଣ୍ଡ ଦେବାର୍ ଲାଗି ସେ ଦାବି କରିଛନ୍। ଆଉ ତାର୍ ଗୁଟେ 3 ବର୍ଷର ଛୁଆକେ ଥଇଥାନ କରବାର୍ ଲାଗି କହିଛନ୍। ନୂଆପଡ଼ା ଖଳିଆଲରେ କୃଷକ ରଥକେ ସ୍ୱାଗତ କରିଛନ୍। ଇ କୃଷକ ରଥର ପଦଯାତ୍ରାଟା ସମ୍ପୂର୍ଣ୍ଣ 21ଟା ଦାବିକେ ନେଇକରି କରାହେଇଛେ। ପଞ୍ଜାବର ଅମୃତସର ଆର୍ ଜଲନ୍ଧରରେ 2ଟା ବମ୍ ବ୍ଲାଷ୍ଟ ହେଇଛି। ଇଥିରେ କୌଣସି ଲୋକ ମୃତ୍ୟୁ ନେଇ ହେଇନ୍। ଜଲନ୍ଧରର BSF ଅଫିସ ସାମ୍ନାରେ ବ୍ଲାଷ୍ଟଟା ହେଇଛି। ପାର୍କିଂରେ ଗୁଟେ ସ୍କୁଟର ଗାଡ଼ିରେ ଇ ବ୍ଲାଷ୍ଟଟା କରାହେଇଛି। ଆର୍ ଗୁଟେ ବ୍ଲାଷ୍ଟଟା ଅମୃତସରର ଶାଖା ସେନା କ୍ୟାଣ୍ଟନମେଣ୍ଟ ଏରିଆରେ ହେଇଛି। ଇଥିରେ ଗୁଟେ ଡେଲିଭରି ବୟ ଆହତ ହେଇଛନ୍। ସମ୍ବଲପୁର ଜିଲ୍ଲା ଶ୍ରମ ବିଭାଗ ଆର୍ ପୁଲିସ ପକ୍ଷରୁ ଟାସ୍କଫୋର୍ସର ମାର୍ଗଦର୍ଶନରେ 7ଟା ଶିଶୁ ଶ୍ରମିକକେ ଉଦ୍ଧାର କରାଯାଇଛି। ଇ ଶିଶୁମାନେ ନିର୍ମାଣସ୍ଥଳୀ, ଖୁଚୁରା ଦୁକାନ, ଗ୍ୟାରେଜ, ୱାସିଂ ସେଣ୍ଟରରେ କାମ କରୁଥିଲେ। ଶିଶୁ ଶ୍ରମିକମାନକେ କାମ କରୁଥିବା ବ୍ୟବସାୟୀମାନଙ୍କର ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲିକରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆହେଇଛି। ପୁଲିସ ସାମ୍ନାରେ ଗୁଟେ ପୁଲିସ କନେଷ୍ଟବଳକେ ପିଟି ପିଟି ମାରି ଦେଇଛନ୍। ଆର୍ ଇ ଘଟଣାଟା ଘଟିଛି ଆମର୍ ରାଜଧାନୀ ଭୁବନେଶ୍ୱରନ। ଆମର୍ ଓଡ଼ିଶା ସରକାର ଗ୍ୟାସ ସିଲିଣ୍ଡର ନୀତି ବହରେଇଛନ୍। ଇ ନୀତି ହିସାବେ ଟାଉନର ସବୁ ଘରକେ ପାଇପରେ ଗ୍ୟାସ ଯିବା ବୋଲିକରି କୁହାହେଇଛେ। ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ ତରଫନୁ 25 ଆର୍ 26 ତାରିଖ 2 ଦିନ ଧର୍ମଘଟ ଡାକରା ଦିଆଯାଇଛେ। 23 ତାରିଖ ଶନିବାର ପଡ଼ୁଛେ, 24 ତାରିଖ ରବିବାର ଆର୍ 27 ତାରିଖ ଇଦୁଲ ଜୁହା ହଉଛେ। ଇ 5 ଦିନ ଷ୍ଟେଟ୍ ବ୍ୟାଙ୍କ ଛୁଟି ରହେବା।